ଧାଇଁ ଥିବ ଆଉ କେତେ ଦୂର ବିତାଇବ ଆଉ କେତେ ବେଳ ବିଦ୍ୟା ଧନ ମାନ ସବୁଠି ଖୋଜିଛ ଧାଇଁ ଧାଇଁ ତୁମେ ଥକି ତ ଯାଇଛ ପାଇବ କି ସେହି ଜଳ ପାଇଛ କି ସେହି ଜଳ। প্রিয় শ্রোতা বন্ধু প্রভু শ্রীখ্রিস্টଙ୍କ ଦୟାମୟ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ଜହନ ଲିଖିତ ସୁସମାଚାର 1 ଅଧ୍ୟାୟର 12 ପଦରେ ଆମମାନେ ଏହିପରି ପାଠ କରୁ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଈଶ୍ୱରଙ୍କୁ ଜାଣିବା ନିମନ୍ତେ ଅନାଗ୍ରହୀ ତଥା ପାପ ଅନ୍ଧକାରରେ ଜୀବନ କାଟୁଥିବା ମନୁଷ୍ୟ ଜାତିକୁ ଜ୍ୟୋତି ଦେବା ନିମନ୍ତେ ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଜଗତକୁ ପ୍ରେରଣ କଲେ। ଜଗତକୁ ତାହାଙ୍କର ଆଗମନ ସମ୍ବନ୍ଧରେ କହି ଜହନ 1 ଅଧ୍ୟାୟର 10 ପଦରେ ଏହିପରି ଲେଖନ୍ତି, ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ପୁନର୍ବାର 11 ପଦରେ ସେ କହନ୍ତି, ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ। ଯେଉଁ ପ୍ରଭୁ ଜଗତର ପରିତ୍ରାଣ ନିମନ୍ତେ ଆସିଲେ, ଦେହବନ୍ତ ହେଲେ, ସୃଷ୍ଟିକର୍ତ୍ତା ଈଶ୍ୱର ଆପଣା ସୃଷ୍ଟ ଜଗତର ପରିତ୍ରାଣ ନିମନ୍ତେ ଯେତେବେଳେ ଆପଣା ପୁତ୍ରଙ୍କୁ ପ୍ରେରଣ କଲେ, ଜଗତ ତାହାଙ୍କୁ ଚିହ୍ନିଲା ନାହିଁ। ସେ ଆପଣା ରାଜ୍ୟକୁ ଆସିଲେ, ମାତ୍ର ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ, କାରଣ ମନୁଷ୍ୟ ଜାତି ପାପ ଓ ଅଧର୍ମରେ ଛନ୍ଦି ହୋଇ ରହିଥିଲା। ଅପବିତ୍ରତା ଓ ଅଧର୍ମରୁ ମୁକ୍ତ ହେବା ଯେ କ'ଣ ତାହା ସେ ଅଜ୍ଞ ଥିଲା। ମାତ୍ର ଈଶ୍ୱର ଆପଣା ପୁତ୍ରଙ୍କ ଦ୍ୱାରା ଏହିପରି ଏକ ପଥ ପ୍ରସ୍ତୁତ କଲେ, ଯଦ୍ୱାରା ଆମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ ହୋଇପାରିବା। ପୁଣି ମାନବ ଜାତି ଅପରାଧ ଓ ଅଧର୍ମରୁ ମୁକ୍ତ ହୋଇପାରିବେ। ଏହା ସମ୍ବନ୍ଧରେ ଆମମାନେ 12 ପଦରେ ପାଠ କରୁ, ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ ଅର୍ଥାତ୍ ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କର ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ। ଯେ କେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ଗ୍ରହଣ କରେ ସେ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ପାଏ। ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ନାମରେ ବିଶ୍ୱାସ ଦ୍ୱାରା ହିଁ ଆମେ ଈଶ୍ୱରଙ୍କର ସନ୍ତାନ ହୋଇପାରିବା। ଇଏ ସେହି ଈଶ୍ୱର ଯିଏ ମାନବ ରୂପ ଧାରଣ କରି ଜଗତକୁ ଆସିଲେ, ଯେପରି ଅନେକଙ୍କୁ ଈଶ୍ୱରଙ୍କର ସନ୍ତାନ ହେବାର ଅଧିକାର ଦେବେ। ଏହି ପ୍ରେମମୟ ପ୍ରଭୁ ଯୀଶୁଙ୍କୁ ଚିହ୍ନିବା ପାଇଁ ଈଶ୍ୱର ଆପଣଙ୍କୁ ସାହାଯ୍ୟ କରନ୍ତୁ।